ଆଜିର ରାଶିଫଳ 13 ଅଗଷ୍ଟ 2024 ପଢ଼ନ୍ତୁ ନିଜର ରାଶିଫଳ। ମେଷ ରାଶି ଆଜି ଦିନଟି ପରିବାର ପାଇଁ ଅଟେ। ସ୍ୱାମୀ ସ୍ତ୍ରୀଙ୍କ ସହ ସମୟ ଅତିବାହିତ କରନ୍ତୁ। ନିଜ ଭାବ ପ୍ରବଣତା ଓ ଶାରୀରିକ ପରିସ୍ଥିତି ଆପଣଙ୍କୁ ସନ୍ତୁଷ୍ଟ କରିବ। ଆର୍ଥିକ କ୍ଷେତ୍ରରେ ଦିନଟି ଅନୁକୂଳ ଅଟେ। ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ। ଭଲ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ। ବନ୍ଧୁ ସହାୟତା ମିଳିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସା ସାଉଁଟିବେ। ଭାଗ୍ୟଶୀଳ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ବୃଷ ରାଶି ଆଜି ଦିନଟି ଆପଣଙ୍କ ପାଇଁ ଭଲ ଦିନ ଅଟେ। ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। କୌଣସି ଭଲ କାରଣ ପାଇଁ ଦିନ ସାରା ସୌଖିନ ବସ୍ତ୍ର ପିନ୍ଧିବେ। ଅର୍ଥ ବିନିଯୋଗରୁ ଭଲ ଅର୍ଥ ଫେରି ପାଇବେ। ପିତୃସ୍ଥାନୀୟଙ୍କ ଦ୍ୱାରା ଅର୍ଥ ଆଗମନ ହେବ। ଖରାପ ସମୟର ଅନ୍ତ ଘଟିବ ଏବଂ ଭଲ ସମୟ ଆରମ୍ଭ ହେବ। ସୁସ୍ଥ ଓ ନିରାମୟ ରହିବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଆକସ୍ମିକ ଧନ ଲାଭ ହୋଇପାରେ। ମିଥୁନ ରାଶି ଆଜି ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ନୂଆ କାମ ହାତକୁ ନେବେ କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବ ନାହିଁ। ପିଲାଙ୍କ ଶିକ୍ଷା ଓ ସ୍ୱାର୍ଥ ପଛରେ ଅର୍ଥ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଭଲ ନ ରହିବା ଆପଣଙ୍କୁ ବ୍ୟସ୍ତ କରିବ। ପ୍ରତିଶୋଧ ପରାୟଣ ହୋଇପାରନ୍ତି। କଥାବାର୍ତ୍ତାରେ ଭାରସାମ୍ୟ ହରାଇ ଅପଦସ୍ଥ ହେବେ। ସ୍ୱାମୀ ସ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିନପାରେ, ମାତ୍ର କଠିନ ପରିଶ୍ରମ ଫଳ ଆଣିବ। କର୍କଟ ରାଶି ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଅତି ଖରାପ ଚିନ୍ତାରେ ରହିବେ। ଖରାପ ସମୟ ଦେଇ ଗତି କରିପାରନ୍ତି। ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ। କାହାକୁ କ'ଣ କହୁଛନ୍ତି ତାହା ଜାଣିପାରିବେ ନାହିଁ। ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ ଝଗଡ଼ା ଲାଗିପାରେ। ଅର୍ଥ ହାନି ହୋଇପାରେ। କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିପାରେ। କଠିନ ପରିଶ୍ରମ କରି ମଧ୍ୟ ଆଶାତୀତ ଲାଭ ପାଇବେ ନାହିଁ। ସିଂହ ରାଶି ଆଜି ଦିନଟି ଭଲ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଆତ୍ମୀୟ ସ୍ୱଜନଙ୍କ ସହିତ ସୁନ୍ଦର ଜାଗା ପରିଦର୍ଶନ କରିଯିବେ। ବନ୍ଧୁ ତଥା ନିଜ ଲୋକ ଉନ୍ନତିରେ ସହାୟତା ହେବେ। ଶରୀର ଓ ମନ ଭଲ ରହିବ। କର୍ମ ଚଞ୍ଚଳ ହେବେ। ଭିନ୍ନ ଭିନ୍ନ ସ୍ତରରୁ ଲାଭ ଉଠାଇବେ। ଭୟଶୂନ୍ୟ ଜୀବନଯାପନ କରିପାରନ୍ତି। ଆୟର ସ୍ୱଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଶତ୍ରୁଙ୍କୁ ପରାଜିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀ ସହ ବୁଲିଯିବାକୁ ଯିବେ। ଉଚ୍ଚାଭିଳାଷୀ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲ ରହିବ। କନ୍ୟା ରାଶି ସବୁ କ୍ଷେତ୍ରରୁ ସହଯୋଗ ପାଇବେ। ପରିବାର ଲୋକଙ୍କ ସହ ଆମୋଦ ପ୍ରମୋଦର ଦିନ କାଟିବ। ଅର୍ଥ ଲାଭ ହେବ। ବୁଲାବୁଲି କରିବା ପାଇଁ ଆଜିର ଦିନଟି ଭଲ ରହିଛି। ଚାକିରି କ୍ଷେତ୍ରରେ ବାଟ ଅନୁକୂଳ ରହିବ। ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ। ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବେ। ବୁଦ୍ଧିମାନ ବିଚାରରେ ଭାଗ ନେବେ। ଧାର୍ମିକ କାର୍ଯ୍ୟରେ ଭାଗ ନେବେ। ସାଙ୍ଗସାଥୀଙ୍କ ସହଯୋଗ ରହିବ। ଆଜି ଅଯଥା ଖର୍ଚ୍ଚ ପ୍ରତି ଦୃଷ୍ଟି ଦିଅନ୍ତୁ। ତୁଳା ରାଶି ଆଜି ଦିନଟି ଚମତ୍କାର ଅଟେ। ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ। ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ ରହିବେ। ଆପଣଙ୍କର ଦୃଢ଼ ଇଚ୍ଛା ଶକ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ସହକର୍ମୀଙ୍କ ସାହାଯ୍ୟ ପାଇବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାର୍ଥୀରେ କୃତକାର୍ଯ୍ୟ ହେବେ। ବିଛା ରାଶି ଆଜି ସାବଧାନତା ଅବଲମ୍ବନ କରନ୍ତୁ। ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ। କୌଣସି ଅସ୍ତ୍ରୋପଚାର ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ଅଯଥା କଳି ଉପୁଜିପାରେ। ଦେହ ଓ ମନ ଭଲ ରହିନପାରେ। ବ୍ୟସ୍ତ ବିବ୍ରତ ହେବା ସହ ମନ ବିଚଳିତ ଲାଗିବ। ବିଳାସ ବ୍ୟସନରେ ଅର୍ଥହାନି ହେବ। ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ। ପଡ଼ୋଶୀଙ୍କ ସହ ଝଗଡ଼ା ଉତ୍ପନ୍ନ ହୋଇପାରେ। ଆପଣ ଆଜି ଦୂର ଯାତ୍ରା ନ କରିବା ଭଲ ହେବ। ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ଅନାଗ୍ରହ ପ୍ରକାଶ କରିପାରନ୍ତି। ଧନୁ ରାଶି ଆଜି ପ୍ରତ୍ୟେକ କ୍ଷେତ୍ରରୁ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ। ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ। ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ। ବନ୍ଧୁଙ୍କ ଜୀବନ ରକ୍ଷା କରିବେ। କର୍ମସ୍ଥଳରେ ନିଜ ପାଇଁ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ପରିବାର ଲୋକ ଓ ସାଙ୍ଗସାଥୀମାନଙ୍କ ସହ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲ। ବ୍ୟବସାୟରେ ଉନ୍ନତି କରିବେ। ବିଦ୍ୟାର୍ଥୀ ଉଚ୍ଚାଭିଳାଷୀ ପାଇଁ ମନ ବଳାଇବେ।
ମକର ରାଶି ଆଜି ଦିନଟି ଆପଣଙ୍କ ପାଇଁ ସଂଘର୍ଷମୟ ହେବ। ବାଣିଜ୍ୟ ବେପାରରେ ଭଲ ହୋଇନପାରେ। ସ୍ୱାସ୍ଥ୍ୟ ହାନି ହେବା ସହ ଦୁର୍ଘଟଣା ହୋଇପାରେ। ବେପାର କାମରେ ଭ୍ରମଣରେ ଯିବେ। ମନରେ ଖରାପ ଚିନ୍ତାଧାରା ଜାଗ୍ରତ ହୋଇପାରେ। ତେଣୁ ଆଜି ଭଗବାନଙ୍କର ପୂଜାରେ ଧ୍ୟାନ ଦିଅନ୍ତୁ। ମାତ୍ର ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀ ଖୁସି ହେବେ। ସନ୍ତାନଙ୍କ ଉନ୍ନତି ପାଇଁ ମନକୁ ଆଶ୍ୱସ୍ତି ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ କରିବେ। କୁମ୍ଭ ରାଶି ଆଜି ମିଶ୍ରିତ ଦିନଟିଏ ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ। ତଥାପି କଠିନ ପରିଶ୍ରମ କରିବେ। କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ପେଟ ଜନିତ ସମସ୍ୟା ଦେଖାଦେଇପାରେ। ଆପଣଙ୍କ ବନ୍ଧୁଙ୍କ ସହ ଶାଳୀନତାର ସହ କଥା ହୁଅନ୍ତୁ। ଆଜି ପ୍ରିୟଜନଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ମାତ୍ର ସନ୍ଧ୍ୟା ସମୟରେ ଖୁସି ଖବର ମିଳିପାରେ। ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି। ଆପଣଙ୍କ ଉପରେ ନିର୍ଭର କରିଥିବା ବ୍ୟକ୍ତିଙ୍କୁ ସହାୟ ହେବେ। ଯୁକ୍ତିତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ। ମୀନ ରାଶି ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ଏବଂ କାରବାର ପାଇଁ ସଜାଗ ରହିବାକୁ ସତର୍କ ରୁହନ୍ତୁ। ଗୋପନୀୟ ବିଷୟଗୁଡ଼ିକରେ କିମ୍ବା ସରକାରୀ ବିଷୟରେ ସଂଯତ ରକ୍ଷା କରନ୍ତୁ। ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ କରିବା ନୈତିକତା ଦୃଷ୍ଟିକୋଣରୁ ମଧ୍ୟ ଭୁଲ ଅଟେ। ନିଜେ ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତି କିମ୍ବା ବ୍ୟକ୍ତିବିଶେଷଙ୍କ ପରୀକ୍ଷା କଲାବେଳେ ଆତ୍ମବିଶ୍ୱାସୀ ରୁହନ୍ତୁ। ପରିବାର ମଧ୍ୟରେ ବିବାଦ ଦେଖାଦେଇପାରେ। କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ମାଙ୍କ ସ୍ୱାସ୍ଥ୍ୟକୁ ନେଇ ମନ ଭଲ ରହିବ ନାହିଁ। ବୁଲାବୁଲି କରିବାକୁ ଯିବା ସମୟରେ ସତର୍କତା ସହ ଯାତ୍ରା କରନ୍ତୁ।